ସମସ୍ତଙ୍କୁ ସ୍ୱାଗତ ଆମ ଘର ଆମ ବଗିଚା ଚ୍ୟାନେଲକୁ। କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଥିବେ। ତ ଆଜି ଆପଣମାନଙ୍କ ପାଇଁ ଏକ ସୁନ୍ଦର ଟପିକ୍, ଯେଉଁଟାକି ଆପଣ ଥମ୍ବନେଲ୍ ଦେଖିକି ଜାଣିପାରିଥିବେ, କାରଣ ଏଇ ଥମ୍ବନେଲ୍ଟା ମୁଁ ପ୍ରାୟତଃ ଲଗାଇବା ପାଇଁ ଚେଷ୍ଟା କରେ, ମୋର ଲାଇଭ୍ ଭିଡ଼ିଓରେ ବି ଲଗେଇଛି। ତ ଏହି ବିଷୟରେ କେବେ ମୁଁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିନି। ତ ଆଜି ଆସନ୍ତୁ ଆଜିର ଏଇ କୁନି ଭିଡ଼ିଓ ମାଧ୍ୟମରେ ଜାଣିବା କାହିଁକି କୁହାଯାଏ ଓଡ଼ିଆରେ ଯେ ବୁଝ ନ ବୁଝ ପଢ଼ ଗୀତା, ରୁଚୁ ନ ରୁଚୁ ଖାଅ ପିତା। ତାହେଲେ ସରଳ ଭାଷାରେ ଆକୁ ଟିକେ ଆମେ ବୁଝିବା ଆଜି। ଏହାର ଅର୍ଥ ହେଉଛି ପିତା ଯେମିତି ଶରୀର ପାଇଁ ହିତକର, ଗୀତା ସେମିତି ଆମ ମାନସିକ ଶାନ୍ତି ପାଇଁ ଆବଶ୍ୟକ, ଯାହା ଆଜିକାଲିର ବ୍ୟସ୍ତବହୁଳ ଜଞ୍ଜାଳମୟ ଦୁନିଆରେ ସହଜରେ ମିଳେ ନାହିଁ। ଏଠାରେ ଗୀତା କହିଲେ କେବଳ ହିନ୍ଦୁ ଧର୍ମର ଭାଗବତ ଗୀତା ନୁହେଁ, ସବୁ ଧର୍ମ ନିର୍ବିଶେଷରେ ଯେକୌଣସି ଆଧ୍ୟାତ୍ମିକ ପୁସ୍ତକକୁ ବୁଝାଏ। ଆଧ୍ୟାତ୍ମିକ ପୁସ୍ତକ ପଢ଼ିଲେ କ'ଣ ଲାଭ ହୁଏ ସେ ନେଇ ଅନେକ ଗବେଷଣା ମଧ୍ୟ ହେଇସାରିଛି। ତ ଆଜି ଆସନ୍ତୁ ଶୁଣିବା ଆଧ୍ୟାତ୍ମିକ ପୁସ୍ତକ ପଢ଼ିଲେ ଆମର କ'ଣ ଲାଭ ହୁଏ। ଜଣେ ବ୍ୟକ୍ତି ନିଜ ଧର୍ମୀୟ କାର୍ଯ୍ୟରେ ମନୋନିବେଶ କରେ, ତାହେଲେ ତାର ଜୀବନରୁ କ୍ଳାନ୍ତି ଦୂର ହୋଇଥାଏ। ଆଉ ଆଧ୍ୟାତ୍ମିକତାରେ ବିଶ୍ୱାସ ରଖୁଥିବା ଲୋକମାନେ ବିଭିନ୍ନ ଚାପରେ ଥିଲେ ମଧ୍ୟ ସେମାନଙ୍କ ମନକୁ ନକାରାତ୍ମକ ଚିନ୍ତାଧାରା ଆସିନଥାଏ, ଯାହାଦ୍ୱାରା ସେମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାଙ୍ଗି ନ ପଡ଼ି ବରଂ ତାକୁ ସାମ୍ନା କରନ୍ତି। ଧର୍ମ, ପ୍ରାର୍ଥନା ଓ ଯୋଗ ଆଦି ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ବିକାଶ ଘଟିବା ସହିତ ମାନସିକ ଚାପ କମ୍ ହୋଇଥାଏ। ଆଧ୍ୟାତ୍ମିକତା ସହ ଯୋଡ଼ି ହୋଇଥିବା ବ୍ୟକ୍ତି ବିଶେଷ ଆଶାବାଦୀ ହେବା ସହ ସୁସ୍ଥ ଜୀବନଯାପନ କରନ୍ତି। ତେବେ ଏଠାରେ ଏକ ସୁନ୍ଦର ଗଳ୍ପର ଅବତାରଣା କରାଯାଇପାରେ। ତାହେଲେ ଆସନ୍ତୁ ଶୁଣିବା। ଏକଦା ବୌଦ୍ଧ ଧର୍ମରେ ବିଶ୍ୱାସ କରୁଥିବା ଜଣେ ବୃଦ୍ଧଙ୍କୁ ତାଙ୍କର ନାତି ପଚାରିଲେ, ଜେଜେ, ଆପଣ ସବୁଦିନେ ଧର୍ମ ପୁସ୍ତକ ପଢ଼ି କ'ଣ ଲାଭ ପାଉଛନ୍ତି? ମୁଁ ଆପଣଙ୍କ ବହି ପଢ଼ିଲି, କିନ୍ତୁ କିଛି ବୁଝିପାରିଲିନି। ସେଗୁଡ଼ା ମୋର ମନେ ବି ରହୁନି। ବୃଦ୍ଧ ଜଣକ କହିଲେ, ଆମ ବାରିପଟେ ଯେଉଁ କୋଇଲା ବୋଝେଇ ବାସ୍କେଟ ଅଛି, ତାକୁ ନେଇ ନଈରେ ଫିଙ୍ଗିଦେବୁ, ଆଉ ନଈରୁ ବାସ୍କେଟ ଭର୍ତ୍ତି କରିକି ପାଣି ଆଣିବୁ। ନାତି ସେଇଆ କଲେ। ବାସ୍କେଟ ଧରି ନଈକୁ ଗଲେ, କୋଇଲା ଫିଙ୍ଗିଲେ, କିନ୍ତୁ ବାଟରେ ପାଣିତକ ସବୁ ବୋହିଗଲା। ପାଣି ବି ନେଇକି ଆସୁଥିଲେ ନାତି। ବୃଦ୍ଧ କହିଲେ, ଆଉ ଥରେ ଯାଇକି ପୁଣି ପାଣି ନେଇକି ଆସ। ପାଣି ଆସିବା ନିହାତି ଦରକାର। ନାତି ପ୍ରତିଥର ନିଜ ଦୌଡ଼ିବା ବେଗ ଟିକେ ବଢ଼େଇଲେ ଏବଂ ବାରମ୍ବାର ଉଦ୍ୟମ କଲେ ଯେ ଜେଜେଙ୍କ କଥାକୁ ମାନିବା ପାଇଁ, କିନ୍ତୁ ଘର ପର୍ଯ୍ୟନ୍ତ ପାଣି ଆସିବା ଜମାରୁ ସମ୍ଭବ ହେଲା ନାହିଁ। ଶେଷରେ ବିରକ୍ତ ହୋଇ କହିଲେ, ଜେଜେ, ଆପଣ ବେକାର ଏଇ ବହି ସବୁ ପଢ଼ୁଛନ୍ତି, କିଛି ଲାଭ ନାହିଁ, କେବଳ ବେକାର ପରିଶ୍ରମ, ସମୟ ନଷ୍ଟ। ଜେଜେ କହିଲେ, 1 ମିନିଟ୍ ଚିନ୍ତା କରି କହ, ଲାଭ ହେଇଛି କି କ୍ଷତି ହେଇଛି? ନାତି ଏଥର ଆଖି ବୁଜି ଚିନ୍ତା କରି କହିଲେ, କିଛି ନାହିଁ, ବେକାର ପରିଶ୍ରମ, ଝାଳନାଳ ମୁଁ ଆଣ୍ଠିଏ ହେଇଗଲିଣି। ଜେଜେ ଏଥର କହିଲେ, ଧର୍ନରେ ବାରମ୍ବାର ଦୌଡ଼ିବା ଦ୍ୱାରା ଅପରିଷ୍କାର ରକ୍ତ ଝାଳ ଆକାରରେ ବାହାରି ଯାଇଛି, ଯାହା ତ ଶରୀର ପାଇଁ ଆବଶ୍ୟକ ନଥିଲା। ଯେଉଁ ରକ୍ତଟା ତ ଶରୀର ପାଇଁ ଆବଶ୍ୟକ ନଥିଲା। ଜେଜେଙ୍କ କଥା ନାତି ମନକୁ ପାଇଲା। ଜେଜେ କହିଲେ, ସେତିକି ନୁହେଁ, ଆହୁରି ଲାଭ ହେଇଛି। ପୁଣି ଚିନ୍ତା କଲେ। ନାତି ଚିନ୍ତାମଗ୍ନ ହେବା ବେଳେ ଆଖି ପଡ଼ିଲା ବାସ୍କେଟ ଉପରେ। ଦେଖିଲା ବାସ୍କେଟଟି ବାରମ୍ବାର ଧୋଇ ହୋଇ ସଫା ହୋଇଯାଇଛି, ଯାହା ଅନ୍ୟ କାମରେ ଲାଗିପାରିବ। ନାତି ଏଥର ଜେଜେଙ୍କର ଗୋଡ଼ ତଳେ ପଡ଼ି ମୁଣ୍ଡିଆ ମାରି କହିଲା, ଜେଜେ, ଆପଣ ମୋ ଆଖି ଖୋଲିଦେଲେ। ଜେଜେ କହିଲେ, ବାରମ୍ବାର ଧର୍ମ ପୁସ୍ତକ ପଢ଼ିଲେ ଆମ ମନରୁ ମଇଳା ଦୂର ହୋଇଥାଏ, ଆମର ଚିନ୍ତା ଶକ୍ତିର ବିକାଶ ଘଟେ, କାର୍ଯ୍ୟଶୈଳୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼େ। କାର୍ଯ୍ୟକ୍ଷେତ୍ରକୁ ଯିବା ପୂର୍ବରୁ ସକାଳର ପ୍ରାର୍ଥନା ଦ୍ୱାରା ସବୁ କିଛି ଶୃଙ୍ଖଳିତ ହୋଇଥାଏ। ସର୍ବୋପରି ଆମର ଦିନଟି ମଧ୍ୟ ଭଲରେ କଟିଥାଏ। ଆଜିର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ, ନିଶ୍ଚିତ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ଆଜି ପାଇଁ ରହିଲି। ଓମ୍ ନମୋ ଭଗବତେ ବାସୁଦେବାୟ ନମଃ।